मद पी गाड़ी चलाउथला हेले निशा एते बढ़ी जाइतिला जे रास्तारे चालुथबा कार को आकाशर एरोप्लेन भाबी नेला। आउ सही निशारे जहा किछि घटई देला आपण भी देखिले आश्चर्य होइजिबे। हाँ आज्ञा थरे नजर पकांतु एही वीडियो उपरे। कारटी सीधा जाई किपरि रास्ता कड़े थिबा एक फल दुकान रे पहुंची जाइछि। ଆଉ ସେହି କାରକୁ ବାହାର କରିବା ପାଇଁ ମାଳ ମାଳ ଲୋକ ସାଙ୍ଗକୁ ପୋଲିସର ଲମ୍ବା ଧାଡ଼ି ମଧ୍ୟ ଲାଗିଛି। କେବଳ ସେତିକ ନୁହେଁ ଆଜ୍ଞା, ଏପଟେ ସେହି ଦୋକାନ ସାମ୍ନାରେ ଥୁଆ ହୋଇଥିବା ଅନ୍ୟ ଏକ ବାଇକ୍ ମଧ୍ୟ ସେହି କାର ଧକ୍କାରେ ଗୁଣ୍ଡ ହୋଇଯାଇଛି। ହେଲେ ଏମିତି ହଠାତ୍ କାରଟି ରାସ୍ତା ଉପରୁ ଯାଇ ଫଳ ଦୋକାନରେ କେମିତି ପଶିଲା ତାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ଯେତେବେଳେ ସବୁ ସତ ସାମ୍ନାକୁ ଆସିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଦର୍ଶକ ବନ୍ଧୁ, ଏସବୁ କାରନାମା ପଛରେ ଲୁଚି ରହିଥିଲା କେବଳ ନାଲି ପାଣି। ଆଉ ସେ ନାଲି ପାଣିର ନିଶା ଏତେ ବଢ଼ି ଯାଇଥିଲା ଯେ ଆଖି ପିଛୁଳାକେ ଦୁର୍ଘଟଣା ଘଟାଇ ଦେଇଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ଗାଡ଼ିଟି ଶୂନ୍ୟରେ ଉଡ଼ି ଖସିଥିଲା 30 ଫୁଟ ଦୂରରେ। କେବଳ ସେତିକି ନୁହେଁ ଆଜ୍ଞା, ଡ୍ୟୁଟି କରୁଥିବା ଗୃହରକ୍ଷୀଙ୍କୁ ଧକ୍କା ଦେଇ ତାଙ୍କ ଗାଡ଼ି ସହ 25 ଫୁଟ ଦୂରକୁ ଫୋପାଡ଼ି ଦେଇଥିଲା କାର। ଆଉ ରାସ୍ତା କଡ଼ରେ ରହିଥିବା ଜଣେ ଗରିବ ଲୋକର ଫଳ ଦୋକାନ ଭିତରେ ପଶି ଯାଇଥିଲା। ଆଉ ସେହି ନିଶାରେ ନିଜ ଜୀବନ ବଞ୍ଚାଇବା ପାଇଁ କାରରୁ ବାହାରି ଦୁଇ ଯୁବକ ଫେରାର ହେବାରେ ମଧ୍ୟ ସଫଳ ହୋଇଥିଲେ। ତେବେ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ 12ଟା ସମୟରେ ଏକ ସୁଇଫ୍ଟ ଡିଜାयर କାର 18 ନମ୍ବର ଜାତୀୟ ରାଜପଥ ବାରିପଦା ପଟୁ ବମ୍ବେ ଛକ ଗୋଲେଇ ପଟେ ଖୁବ୍ ଜୋରରେ ଆସିଥିଲା। ତେବେ ଗୋଲେଇ ନିକଟରେ ଗୋଟିଏ ହମ୍ସ ରହିଥିବା ଚାଳକ ଦେଖିପାରି ନଥିଲେ। ଫଳରେ କାରଟି 30 ଫୁଟ ଜମ୍ପ କରିଥିଲା ଏବଂ ତଳେ ପଡ଼ିବା ପରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଛାଡ଼ି ସାରସପଣା ରାସ୍ତାରେ ଯାଇ ଡ୍ୟୁଟିରେ ଥିବା ଜଣେ ଗୃହରକ୍ଷୀଙ୍କୁ ଧକ୍କା ଦେଇଥିଲା। ପରେ ସେହି କାର ଡିଭାଇଡରରେ ପିଟି ହୋଇ ନିକଟରେ ରହିଥିବା ଗୋଟିଏ ଫଳ ଦୋକାନୀ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକେ ଦୌଡ଼ି ଆସି କ୍ଷତାକ୍ତ ହୋଇ ପଡ଼ିଥିବା ଗୃହରକ୍ଷୀ ଦେବାଶିଷ ମହାନ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡ଼ିରେ ରହିଥିବା ଦୁଇ ଯୁବକ କାରରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ତେବେ ଆହତ ଗୃହରକ୍ଷୀଙ୍କୁ ତୁରନ୍ତ ଥାନା ଗାଡ଼ିରେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ କାରଟିକୁ ଯାଞ୍ଚ କରିବାରୁ ଗାଡ଼ି ଭିତରେ ମଦ ବୋତଲ ସହିତ 2ଟି ମଦ ଗ୍ଲାସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଖିବାକୁ ମିଳିଥିଲା, ଯାହାକି ଦୁଇ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିଲେ ବୋଲି ପ୍ରମାଣିତ ହୋଇଥିଲା। ମୟୂରଭଞ୍ଜରୁ ମଳୟ କୁମାର ନାୟକଙ୍କ ରିପୋର୍ଟ, A1 ଓଡ଼ିଆ। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।